ଆପଣଙ୍କ ମାଧ୍ୟମରେ ଗୋଟେ ମେसेज ମୁଁ ଲୋକଙ୍କୁ ଦେବା ପାଇଁ ଚାହେଁ ଯେ ଏବେ ସରକାର ଏତେ ସକ୍ଷମ ହେଲେଣି, ଲୋକ ଏତେ ସଚେତन ହେଲେଣି ଏବଂ ବ୍ୟବସ୍ଥା ଏତେ ସୁଦୃଢ଼ ହେଲାଣି, ଆମେ ସଫଳତା ସହିତ ଜିରୋ କ୍ୟାଚୁଆଲିଟିରେ ଯେଡ଼େ ବଡ଼ ବନ୍ୟା ବାତ୍ୟା ଆସିଲେ ମୁକାବିଲା କରିଦେଉଛୁ। ସେ ବିପର୍ଯ୍ୟୟ ଭିତରୁ ହିଟ୍ ୱେଭ୍ ମଧ୍ୟ ଗୋଟେ ବିପର୍ଯ୍ୟୟ ଏବଂ ପ୍ରକୃତିର ଏବେ ବ୍ୟବହାରଟା ଅସ୍ୱାଭାବିକ ହେବାରେ ଲାଗିଛି। ଝାରସୁଗୁଡ଼ାରେ ଏଥର ସବୁଠାରୁ କୋଲ୍ଡେଷ୍ଟ ଟାଉନ୍ ଥିଲା ଝାରସୁଗୁଡ଼ା, ଯେଉଁଥିରେ ପ୍ରକୃତରେ କଳକାରଖାନା ମାନଙ୍କର ନିର୍ଗତ ଧୂଆଁ ପାଇଁ ଏବଂ ଅନ୍ୟ କାରଣ ପାଇଁ ଟେମ୍ପରେଚର 2 ଗୁଣ ବଢ଼େ। ତେଣୁ ଅଂଶୁଘାତ ତାକୁ ମଧ୍ୟ ଆମେ ଜୋର ଦେଉଛୁ ଏବଂ ଏଠି ଫ୍ଲଡ୍ସ ରିଲିଫ ସେଣ୍ଟର, ସାଇକ୍ଲୋନ ରିଲିଫ ସେଣ୍ଟର ଭଳିଆ ଓଡ଼ିଶାରେ ହିଟ୍ ୱେଭ୍ ସମୟରେ ଯେଉଁଟା ପ୍ରଭାବିତ ଅଞ୍ଚଳ ସବୁ ଅଛି ସେଠି ମଧ୍ୟ ଆଶ୍ରୟ କେନ୍ଦ୍ର ମାନେ କେଉଁ ଜାଗାରେ ଭଲନେରେବୁଲ୍ ପଏଣ୍ଟ ଅଛି ତାର ମଧ୍ୟ ଆମେ ତାଲିକା ପ୍ରସ୍ତୁତ କରିଛୁ। ଟ୍ରେନିଂଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ସେ ଟ୍ରେନିଂ ସବୁ 365 ଦିନ ଚାଲେ ଆମର ଯେଉଁ ବ୍ୟବସ୍ଥାରେ, ସେ ବ୍ୟବସ୍ଥାରେ ଅଂଶୁଘାତରେ, ସାପ କାମୁଡ଼ାରେ ଆଉ ସବୁଠାରୁ ଚିନ୍ତାର ବିଷୟ ହେଲା ଡ୍ରାଉନିଂ, ପାଣିରେ ବୁଡ଼ିକି ମରିବା। ଆପଣମାନଙ୍କର ଖବରକାଗଜ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଆମେ ସବୁବେଳେ ଦେଖୁଛୁ, ପ୍ରତ୍ୟେକ କିଛି ଅନ୍ତରରେ ନିଶ୍ଚୟ ପାଣିରେ ବୁଡ଼ି ମରିବାର ଖବର ଆସୁଛି। ଆଉ ସମସ୍ତେ ଟିନେଜର, 19, 20, 21, 22 ବର୍ଷର ସମସ୍ତେ ପାଠ ପଢ଼ୁଛନ୍ତି। ତାକୁ ମଧ୍ୟ ମୁଁ ନିର୍ଦ୍ଦେଶ ଦେଇଛି ଯେ ଯେଉଁ ଏଭଳି ଭଲନେରେବୁଲ୍ ପଏଣ୍ଟରେ ସେଲ୍ଫି ଉଠେଇବା, ପିକନିକକୁ ଯିବା, ପ୍ରୋହିବିଟେଡ୍ ଏରିଆ ଭିତରେ ପଶିଯିବା, এটা ଗୋଟେ ଯୁବକର ବୟସରେ ହୁଏ। ଆମେ ବୋଧେ ବି ଯେତେବେଳେ ଯୁବକ ଥିଲୁ ଏମିତି କରିଥିବୁ, କିନ୍ତୁ ତାକୁ ରୋକିବା ପାଇଁ ପଡ଼ିବ। ତେଣୁ ଇଏ ଭଲନେରେବୁଲ୍ ପଏଣ୍ଟଟାରେ କେମିତି ତାକୁ ରୋକାଯାଇପାରିବ ସେ ବାବଦରେ ଅଧ୍ୟୟନ କରିକି ରିପୋର୍ଟ ଦେବା ପାଇଁ ମୁଁ କହିଛି। ହିଟ୍ ୱେଭ୍ ପାଇଁ ମଧ୍ୟ ଆମେ ଅର୍ବାନ୍ ଡିପାର୍ଟମେଣ୍ଟର ଭୂମିକା ଅଛି, ପିଆର୍ ଡିପାର୍ଟମେଣ୍ଟର ଭୂମିକା ଅଛି। ତାଙ୍କ ସାଙ୍ଗେ ମୋଟାମୋଟି ଆମେ ପ୍ରତ୍ୟେକ 2 ସପ୍ତାହରେ ଥରେ ତାଙ୍କ ସାଙ୍ଗେ ବସୁଛୁ। ଏବେ ଫାଇନାଲ ମିଟିଂ ହେବାର ଅଛି ଅଂଶୁଘାତକୁ ନେଇକରି, ସେମାନଙ୍କର ଯେଉଁ ଭୂମିକା ପାଣି ଯୋଗାଇବା ଏବଂ ଆଶ୍ରୟସ୍ଥଳୀ ଯୋଗାଇବା, ସେଟାକୁ ଏଥର ବିଗତ ବର୍ଷ ଅପେକ୍ଷା ଆହୁରି ନିଖୁଣ ଭାବରେ ବିଗତ ଦିନମାନଙ୍କର ରିପୋର୍ଟ ନେଇକରି ତାକୁ ଆମେ କମ୍ପାଇଲେସନ୍ କରୁଛୁ ଯେ ଭଲନେରେବୁଲ୍ ପଏଣ୍ଟ କେଉଁଟା। ଏ ଭିତରେ ସେ ରିପୋର୍ଟ ଆସିଲା ପରେ ମିଟିଂଟା ବୋଧେ ଆଗାମୀ ସପ୍ତାହ ବେଳକୁ ହେବ। କିନ୍ତୁ ଆପଣଙ୍କ ମାଧ୍ୟମରେ ଗୋଟେ ମେସେଜ ମୁଁ ଦେବା ପାଇଁ ଚାହୁଁଛେ, 3ଟା ଜିନିଷ ଚିନ୍ତାର ବିଷୟ ହେଇଛି, ଏବେ ଚତୁର୍ଥ ଗୋଟେ ଆଡ୍ ହେଇଗଲାଣି। ଚିନ୍ତାର ବିଷୟ ହେଲା ଯେ ପାଣି ବୁଡ଼ିରେ ମୃତ୍ୟୁ, ସାପ କାମୁଡ଼ାରେ ମୃତ୍ୟୁ ଆଉ ବଜ୍ରପାତରେ ମୃତ୍ୟୁ। ଏଟାକୁ ବଜ୍ରପାତକୁ ଆମେ ରୋକିପାରିବା ନାହିଁ, ପୃଥିବୀର ଆମେରିକା ବି ରୋକିପାରିବ ନାହିଁ। ସେଥିରେ ସଚେତନତା ହିଁ ଏକମାତ୍ର ଅସ୍ତ୍ର। ସଚେତନତା ଯେତେ କଲେ ମଧ୍ୟ ସେଟା ସଫଳତାର ସହିତ ହଉନାହିଁ। ଆଉ ଗୋଟେ ରାସ୍ତା ହେଲା ତାଳ ଗଛ ଜଗେଇବା। ଆମେ ଜଙ୍ଗଲ ବିଭାଗକୁ 6 କୋଟି ଟଙ୍କା ଦେଇଛୁ ତାଳ ଗଛ ଲଗେଇବା ପାଇଁ ବିଭିନ୍ନ ଭଲନେରେବୁଲ୍ ଜାଗାରେ। ଆଉ ମୁଁ ଯାହା ଅଧ୍ୟୟନ କଲି ସେଥିରେ କାହିଁକି ଓଡ଼ିଶାରେ ଏତେ ବଜ୍ରପାତ ଜନିତ ମୃତ୍ୟୁ, এটা ଗ୍ରହଣ ନ କଲେ ମଧ୍ୟ ବିଶେଷଜ୍ଞ ଆର୍ଗୁ କରୁଛନ୍ତି ଯେ ଯେଉଁ ଜାଗାରେ ଯେତେ ଖଣିଜ ପଦାର୍ଥ ଥାଏ, ଖଣିଜ ପଦାର୍ଥ ହିଁ କାରଣ ବଜ୍ରଟାକୁ ଟାଣିବା ପାଇଁ। ସେଥିପାଇଁ ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଓଡ଼ିଶା ସବୁଠାରୁ ଭଲନେରେବୁଲ୍। ଇଏ ଭିତରେ ଆଉ ଗୋଟେ ଏବେ ଆରମ୍ଭ ହେଲାଣି ଲ୍ୟାଣ୍ଡସ୍ଲାଇଡିଂ, ଯେଉଁଟା ଉତ୍ତର ପୂର୍ବ ଭାରତରେ ହୁଏ, ସେଟା ଆଜିକାଲି ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା। ତେଣୁ ଆଗାମୀ ଏଇଟା ଏଥିପାଇଁ ହେଲା ଯେ ବର୍ଷ ବର୍ଷ ଯୁଗ ଯୁଗ ଧରିକରି ଗୋଟେ ପାହାଡ଼, ପାଣି, ପବନ, ଖରା ସହି ସେ ବି ଧୀରେ ଧୀରେ ଭଲନେରେବୁଲ୍ ହେଉଛି ଖସିବା ପାଇଁ ପଥର ଉପରୁ। ଏବେ ବିଶେଷଜ୍ଞମାନଙ୍କୁ ଡାକି ସେ ବାବଦରେ ମଧ୍ୟ କଥାବାର୍ତ୍ତା କରୁଛୁ। ଆକୁ ସମ୍ଭାବ୍ୟ ଏଭଳିଆ ଲ୍ୟାଣ୍ଡସ୍ଲାଇଡିଂକୁ ରୋକିବା ପାଇଁ ଆମେ ପ୍ରତିଷେଧକ ପାଇଁ ମଧ୍ୟ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ମାନେ ପ୍ରସ୍ତୁତ କରିବାଟା ଆରମ୍ଭ କଲୁଣି। କଳିଙ୍ଗା ଘାଟିରେ ଏଟା ହେଲା, କଳିଙ୍ଗା ଘାଟିକୁ ମଧ୍ୟ ବିଶେଷଜ୍ଞମାନେ ଯାଇଛନ୍ତି, ତାଙ୍କର ରିପୋର୍ଟକୁ ମଧ୍ୟ ଆମେ ଅପେକ୍ଷା କରୁଛୁ। ସ୍ମୃତି କେବଳ ମୁହୂର୍ତ୍ତ ନୁହେଁ, ଏହା ହେଉଛି ଜୀବନର ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ଦୂରରେ ଥିବା ଆପଣଙ୍କ ପ୍ରିୟଜନ କ'ଣ ଏହି ଖୁସିରୁ ବଞ୍ଚିତ ରହୁଛନ୍ତି କି?
ଏବେ ଦୂରତା ହେବ ମାତ୍ର ଏକ ଶବ୍ଦ, କାରଣ ଆମ ଟେକ୍ନୋଲୋଜି ଯୋଡ଼ିବ ସମ୍ପର୍କର ସେତୁ। ଆପଣଙ୍କ ସେବାରେ ଉପସ୍ଥିତ ଅତ୍ୟାଧୁନିକ ଲାଇଭ୍ ଷ୍ଟ୍ରିମିଂ ସେବା, ବିବାହ ହେଉ ବା ବ୍ରତଘର, ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ବା କୌଣସି ବଡ଼ ଇଭେଣ୍ଟ, ଆମର 4K କ୍ୟାମେରା, ଡ୍ରୋନ୍ ସୁଟ୍ ଏବଂ ଅଭିଜ୍ଞ ଟିମ୍ ଆପଣଙ୍କ କାର୍ଯ୍ୟକ୍ରମକୁ ଦେବେ ଏକ ରାଜକୀୟ ଲୁକ୍। କାମରେ ପ୍ରିମିୟମ୍ କ୍ୱାଲିଟି, ଦାମରେ ପକେଟ୍ ଫ୍ରେଣ୍ଡଲି ଗ୍ୟାରେଣ୍ଟି। ତେବେ ନିଜର ଖାସ୍ ଦିନକୁ ସାରା ଦୁନିଆକୁ ଦେଖାଇବା ପାଇଁ ଆଜି ହିଁ ବୁକିଂ କରନ୍ତୁ। ଆମ ସହ ଯୋଗାଯୋଗ କରନ୍ତୁ 9556510486 ଏବଂ 8456945542। ମନେ ରଖନ୍ତୁ, ଇଭେଣ୍ଟ ହୋ ତ ଲାଇଭ୍ ହୋ, ସର୍ବୋତ୍ତମ କ୍ୱାଲିଟି ସର୍ବଦା ଆପଣଙ୍କ ସାଥିରେ। ବୁକ୍ ନାଓ ୟୁଆର ଲାଇଭ୍ ଇଭେଣ୍ଟ।